ଆଜି ଆମେ ପଢ଼ିବା ରସ। ତ ପ୍ରଥମେ ଆମେ ଜାଣିବା ରସର ଅର୍ଥ। ସାହିତ୍ୟ ଶାସ୍ତ୍ରରେ ରସର ଅର୍ଥ ହେଉଛି ପାଠକ ବା ଶ୍ରୋତାର ମନ ଉପରେ ପ୍ରଭାବ ବିସ୍ତାରକାରୀ କ୍ଷମତା। ଅଳଙ୍କାର ତରଙ୍ଗିଣୀ ଗ୍ରନ୍ଥରେ ପଣ୍ଡିତ କୁଳମଣି ଦାସ ରସ ସମ୍ବନ୍ଧରେ କହନ୍ତି, କୌଣସି ରଚନାର ଶ୍ରବଣରେ ବା ପଠନରେ ମନରେ ଯେଉଁ ସ୍ଥିରତାର ଅପୂର୍ବ ଆହ୍ଲାଦର ଉଦୟ ହୁଏ ତାହାକୁ ରସ ବୋଲାଯାଏ। ରସ ଶବ୍ଦ ରସ ଧାତୁରୁ ସୃଷ୍ଟି ହୋଇଛି। ଏହାର ଅର୍ଥ ହେଉଛି ରସ୍ୟତେ ଇତି ରସ, ଯାହା ଆସ୍ୱାଦନ କରାଯାଏ ତାହା ହିଁ ରସ। ଯଥାର୍ଥରେ କାବ୍ୟ ରସିକଙ୍କର ଆନନ୍ଦମୟ ସମ୍ବିତର ଆହ୍ୱାଦନ ରୂପ ବ୍ୟାପାର ରସ। ଉପନିଷଦରେ ରସକୁ ବ୍ରହ୍ମାସ୍ୱାଦ ସହୋଦର ଭାବରେ ପରିକଳ୍ପନା କରାଯାଇଛି। କୁହାଯାଇଛି ରସ ବୈଷଃ ରସଂ ହ୍ୟବାୟଂ ଲବ୍ଧାନନି ଭବତି। ନାଟ୍ୟଶାସ୍ତ୍ରରେ ଭରତମୁନି ରସକୁ ଆସ୍ୱାଦନ କରାଯାଏ ବୋଲି ମତ ଦେଇ କହିଛନ୍ତି, ଅକ୍ରାହ ରସ ଇତି କୋ ପଦାର୍ଥ ଆସ୍ୱାଦୟାତ୍। ନାନା ପ୍ରକାର ବ୍ୟଞ୍ଜନ ଓ ଔଷଧିର ସଂଯୋଗରୁ ରସ ସୃଷ୍ଟି ହୋଇଥାଏ ବୋଲି ମଧ୍ୟ ଭରତମୁନି ନାଟ୍ୟଶାସ୍ତ୍ରରେ ମତବ୍ୟକ୍ତ କରିଛନ୍ତି। ସର୍ବୋପି ରସନାଦ୍ ରସଃ ବୋଲି ସାହିତ୍ୟ ଦର୍ପଣରେ ରସ କୁହାଯାଇଛି। ଏହାର ଅର୍ଥ ହେଉଛି ଯାହାକୁ ଆସ୍ୱାଦନ କରାଯାଏ ତାହାକୁ ରସ ବୋଲି କୁହାଯାଏ। ତେଣୁ ସାହିତ୍ୟ ସମ୍ବନ୍ଧୀୟ ସ୍ୱାଦ ଆସ୍ୱାଦନକୁ ରସ ବୋଲି କୁହାଯାଇପାରେ। ପ୍ରାଚ୍ୟ ସାହିତ୍ୟ ତତ୍ତ୍ୱବିଦ୍ମାନେ ସାହିତ୍ୟ କ୍ଷେତ୍ରରେ ରସର ପ୍ରାଧାନ୍ୟ ସ୍ୱୀକାର କରି ଆସିଛନ୍ତି। ଏ ସଂକ୍ରାନ୍ତରେ ଭରତମୁନି, ନନ୍ଦିକେଶର, ଆନନ୍ଦବର୍ଦ୍ଧନ, ମର୍ମଟାଚାର୍ଯ୍ୟ ଓ ବିଶ୍ୱନାଥ କବିରାଜ ଇତ୍ୟାଦି ବହୁ ପ୍ରବକ୍ତା ବୃନ୍ଦ କାବ୍ୟ କ୍ଷେତ୍ରରେ ରସର ପ୍ରାଧାନ୍ୟ ସ୍ୱୀକାର କରିଛନ୍ତି। ଧ୍ୱନ୍ୟାଲୋକରେ ଆନନ୍ଦବର୍ଦ୍ଧନ କହିଛନ୍ତି, ନହି ତତ୍ ଶୂନ୍ୟଂ କାବ୍ୟମ୍, ଅର୍ଥାତ୍ ରସଶୂନ୍ୟ କୌଣସି କାବ୍ୟ ନାହିଁ। ଧ୍ୱନି ସମ୍ପ୍ରଦାୟର ଆଳଙ୍କାରିକମାନେ କାବ୍ୟ ଭିତରେ ରସର ପ୍ରାଧାନ୍ୟ ସ୍ୱୀକାର କରିଛନ୍ତି। ଧ୍ୱନି ସମ୍ପ୍ରଦାୟର ପ୍ରବକ୍ତା ରସ ଶବ୍ଦ ସ୍ଥାନରେ ଆହ୍ଲାଦ ଶବ୍ଦ ପ୍ରୟୋଗ କରିବା ସହିତ ସହୃଦୟ, ହୃଦୟାହ୍ଲାଦ ଶବ୍ଦ ଦ୍ୱାରା ରସର ପ୍ରାଧାନ୍ୟ ସ୍ୱୀକାର କରିଛନ୍ତି। ଆଳଙ୍କାରିକ ମର୍ମଠ ତାଙ୍କର କାବ୍ୟ ପ୍ରକାଶରେ ରସର ପ୍ରଶସ୍ତି ଗାନ କରି କହିଛନ୍ତି, ରସ ସ୍ୱାଦନଂ ସମ୍ଭୂତଂ ଆନନ୍ଦମ୍। ଦୋଷ ରୂପକକାର ଧନଞ୍ଜୟ ମଧ୍ୟ ମର୍ମଠଙ୍କ ଉକ୍ତିକୁ ସମର୍ଥନ କରି କହିଛନ୍ତି, ସ୍ୱାଦଃ କାବ୍ୟାର୍ଥ ସମ୍ଭୋଦାତ୍ ଆତ୍ମାନନ୍ଦଂ ସମ୍ଭୂଦ୍ଭବ। ତାହାଙ୍କ ମତରେ କାବ୍ୟ ଦ୍ୱାରା ସକଳ ଅର୍ଥ ପ୍ରକାଶିତ ହୁଏ ଓ ଯେଉଁ ଆନନ୍ଦ ଉଦ୍ଭବ ହୁଏ ତାହାକୁ ସ୍ୱାଦ ବା ରସ କୁହାଯାଇପାରେ। କାବ୍ୟାନୁଶାସନରେ ରସକୁ ଆନନ୍ଦ ଅର୍ଥରେ ଗ୍ରହଣ କରାଯାଇଛି ଓ କୁହାଯାଇଛି, ରସ ସ୍ୱାଦ ହେଉଛି ଏକ ପ୍ରୀତିକର କର୍ମ, ଯାହା ସହିତ ବ୍ରହ୍ମାସ୍ୱାଦକୁ ଉପଲବ୍ଧି କରାଯାଇପାରେ। ସାହିତ୍ୟ ଦର୍ପଣକାର ବିଶ୍ୱନାଥ କବିରାଜ ରସବାଦର ସର୍ବଶ୍ରେଷ୍ଠ ପ୍ରବକ୍ତା। ସେ ତାଙ୍କର ସାହିତ୍ୟ ଦର୍ପଣରେ କାବ୍ୟକୁ ବା ସାହିତ୍ୟକୁ ଏକ ସର୍ବାଙ୍ଗ ସୁନ୍ଦର ମଣିଷ ସହିତ ତୁଳନା କରିବା ସହିତ କହିଛନ୍ତି, ବାକ୍ୟମ୍ ରସାତ୍ମକମ୍ କାବ୍ୟମ୍, ଅର୍ଥାତ୍ ରସାତ୍ମକ କାବ୍ୟ ହେଉଛି କାବ୍ୟ। ପୁନଶ୍ଚ ସେ କହିଛନ୍ତି, ରସ୍ୟତେ ଇତି ରସ ଇତି ବ୍ୟୁତ୍ପତ୍ତି ଜଗାଦ୍ଭାବତବାଭାସ ଦ୍ୱୟମପି ଗୃହ୍ୟନ୍ତେ। ଅର୍ଥାତ୍ ରସ ହେଉଛି କାବ୍ୟର ଆତ୍ମା, ସାରବସ୍ତୁ, ଯାହା କାବ୍ୟର ଜୀବନଦାୟକ ହୋଇପାରେ। ଆଳଙ୍କାରିକ ରାଜଶେଖର ତାଙ୍କର କାବ୍ୟମୀମାଂସା ଗ୍ରନ୍ଥରେ କାବ୍ୟକୁ ଏକ ସର୍ବାଙ୍ଗ ସୁନ୍ଦର ମଣିଷ ସହିତ ତୁଳନା କରିଛନ୍ତି। ଯଦି ସାହିତ୍ୟକୁ ଗୋଟିଏ ସର୍ବାଙ୍ଗ ସୁନ୍ଦର ମଣିଷ ସହିତ ତୁଳନା କରାଯାଏ, ତେବେ ଶବ୍ଦ ଓ ଅର୍ଥ ହେଉଛି ଏହାର ଶରୀର। କାରଣ ଶବ୍ଦ ଓ ଅର୍ଥର ମିଶ୍ର ରୂପକୁ ହିଁ ସାହିତ୍ୟରେ ଦେଖାଯାଇଥାଏ। ତ ଇଏ ଟିକେ ଦେଖିଦେବେ ଭଲ କି। ରସର ଗୁରୁତ୍ୱ ଓ ସ୍ୱରୂପ। ରସ ନିଷ୍ପତ୍ତି। ପ୍ରାଚୀନ ସାହିତ୍ୟରେ ରସତତ୍ତ୍ୱ ଉପରେ ଅନେକ ସମାଲୋଚକ ନିଜ ନିଜର ସ୍ୱତନ୍ତ୍ର ମତ ପ୍ରଦାନ କରିଯାଇଛନ୍ତି। ରସ କିପରି ସୃଷ୍ଟି ହୁଏ ବା କିପରି ଭାବରେ ରସର ନିଷ୍ପତ୍ତି ସଂଘଟିତ ହୁଏ ସେ ସମ୍ବନ୍ଧରେ ଭରତମୁନି କହିଛନ୍ତି, ବିଭାବାନୁଭାବ ସଞ୍ଚାରୀ ଭାବ ସଂଯୋଗାତ୍ ରସ ନିଷ୍ପତ୍ତି। ଅର୍ଥାତ୍ ବିଭାବ ଓ ଅନୁଭାବ ସଞ୍ଚାରୀ ଭାବର ସଂଯୋଗରୁ ରସ ଉଦ୍ରେକ ସମ୍ଭବପର ହୋଇଥାଏ। ସାହିତ୍ୟ ଦର୍ପଣର ତୃତୀୟ ପରିଚ୍ଛେଦର ପ୍ରଥମ ଶ୍ଲୋକରେ ବିଶ୍ୱନାଥ କବିରାଜ ରସ ନିଷ୍ପତ୍ତି ସମ୍ପର୍କରେ ମତ ଦେଇ କହିଛନ୍ତି, ବିଭାବେନାନୁଭାବେନ ବ୍ୟକ୍ତଃ ସଞ୍ଚାରିଣୀ ତଥା ରସତାମେତି ଇତ୍ୟାଦିଃ ସ୍ଥାୟୀ ଭାବଃ ସଚେତସାମ୍। ସାହିତ୍ୟ ଦର୍ପଣରେ
ଭରତ ମୁନିଙ୍କ ମତ ସହିତ ବିଶ୍ୱନାଥ ଏକମତ ହେବା ସହିତ ଏଠାରେ ସ୍ଥାୟୀ ଭାବେ ନାମକ ଏକ ନୂତନ ଉପାଦାନ ସଂଯୋଗ କରିଛନ୍ତି। ମନୁଷ୍ୟ ହୃଦୟରେ ରତି, ଶୋକ, ଉତ୍ସାହ ଓ ବିସ୍ମୟ ପ୍ରଭୃତି ବୃତ୍ତିକୁ ସ୍ଥାୟୀ ଭାବ ରୂପେ ସାହିତ୍ୟିକମାନେ ବିଚାର କରିଛନ୍ତି। ତ ଦେଖିପାରୁଥିବେ ସ୍ଥାୟୀ ଭାବ। ମଣିଷର ଜୀବନ ଘଟଣା ବହୁଳ। ଏହି ଘଟଣା ବହୁଳ ଜୀବନରେ ମନୁଷ୍ୟ ନାନା ପ୍ରକାର ଅନୁଭୂତି ସଂଗ୍ରହ କରେ, ସଞ୍ଚୟ କରେ। ମଣିଷ ଜୀବନରେ ଯେଉଁ ବିଶେଷ ଭାବ ପରିଦୃଷ୍ଟ ହୋଇ ତାର ଅନୁଭବକୁ ସଞ୍ଜୀବିତ କରି ରଖେ, ମୁଖ୍ୟତଃ ସେଗୁଡ଼ିକୁ ସ୍ଥାୟୀ ଭାବ କୁହାଯାଇଥାଏ। ମଣିଷ ହୃଦୟ ସହିତ ଏସବୁ ଭାବମାନଙ୍କର ନିବିଡ଼ ସଂଯୋଗ ରହିଥାଏ ଓ ମଣିଷର ବିଭିନ୍ନ ପ୍ରବୃତ୍ତି ଓ ପ୍ରକୃତିକୁ ଏହି ଭାବସମୂହ ପରିଚାଳିତ କରିଥାଏ। ସଂସ୍କୃତ ଆଳଙ୍କାରିକମାନେ ରତି, ହାସ, ଶୋକ, କ୍ରୋଧ, ଭୟ, ଉତ୍ସାହ, ବିସ୍ମୟ ଓ ଶାନ୍ତ ଇତ୍ୟାଦି 9ଗୋଟି ସ୍ଥାୟୀ ଭାବର ପ୍ରାଧାନ୍ୟ ସ୍ୱୀକାର କରିଛନ୍ତି। ଏହି ସ୍ଥାୟୀ ଭାବକୁ 9ଗୋଟି ସ୍ଥାୟୀ ଭାବର ପ୍ରାଧାନ୍ୟ ସ୍ୱୀକାର କରିଛନ୍ତି। ଏହି ସ୍ଥାୟୀ ଭାବରୁ 9ଗୋଟି ରସ ସୃଷ୍ଟି ହୋଇଥାଏ, ଯଥା ରତିରୁ ଶୃଙ୍ଗାର, ହାସରୁ ହାସ୍ୟ, ଶୋକରୁ କରୁଣ, କ୍ରୋଧରୁ ରୌଦ୍ର, ଭୟରୁ ଭୟାନକ, ଉତ୍ସାହରୁ ବୀର, ଜୁଗୁପ୍ସାରୁ ବୀଭତ୍ସ, ବିସ୍ମୟରୁ ଅଦ୍ଭୁତ ଓ ଶାନ୍ତିରୁ ଶାନ୍ତରସ ସୃଷ୍ଟି ହୋଇଥାଏ। ମଣିଷର ଏହି ସବୁ ପ୍ରକୃତିକୁ ସାହିତ୍ୟିକ ନବରସ ଭାବରେ ଗ୍ରହଣ କରାଯାଏ। ପ୍ରତ୍ୟେକ ରସ ପାଇଁ ଗୋଟିଏ ଗୋଟିଏ ସ୍ଥାୟୀ ଭାବ ଦରକାର। ତାପରେ ବିଭାବ। ସ୍ଥାୟୀ ଭାବର ବୃଦ୍ଧି କରିବାରେ ଯେଉଁ ସବୁ ବ୍ୟକ୍ତି ଓ ବସ୍ତୁ ସହାୟତା କରିଥାନ୍ତି, ତାହାକୁ ବିଭାବ କୁହାଯାଏ। ବିଭାବ ସବୁ ସ୍ଥାୟୀ ଭାବର ଉଦ୍ଭାବରେ ଥାଏ। ସାଧାରଣତଃ ନାୟକ ମନରେ ପ୍ରେମ ସଞ୍ଚାର କରିବା ପାଇଁ ନାୟିକାର ରୂପ, ସୌନ୍ଦର୍ଯ୍ୟ, ଗୁଣ ଓ ମଧୁର ବ୍ୟବହାର ଇତ୍ୟାଦି ସହାୟତା କରିଥାଏ। ନାୟିକାର ଏତାଦୃଶ ସୌନ୍ଦର୍ଯ୍ୟ ଓ ଗୁଣାଦିକୁ ଏ କ୍ଷେତ୍ରରେ ବିଭାବ କୁହାଯାଇପାରେ। ବିଭାବକୁ ଆଳଙ୍କାରିକ ଆଲୋଚକମାନେ ଦୁଇ ଭାଗରେ ବିଭକ୍ତ କରିଛନ୍ତି, ଯଥା ଆଲମ୍ବନ ବିଭାବ ଓ ଉଦ୍ଦୀପନ ବିଭାବ। ଅନୁଭାବ। ସ୍ଥାୟୀ ଭାବକୁ ଯେଉଁ ଭାବ ଅନୁସରଣ କରିଥାଏ, ତାହାକୁ ଅନୁଭାବ କୁହାଯାଏ। ଅଲମ୍ବନ ଓ ଉଦ୍ଦୀପନ ଦ୍ୱାରା ପ୍ରକାଶିତ ସ୍ଥାୟୀ ଭାବ କଟାକ୍ଷ, ଭୂମି ଲୁଣ୍ଠନ, କ୍ରନ୍ଦନ ପ୍ରଭୃତି ଯେଉଁ କାର୍ଯ୍ୟମାନଙ୍କ ଦ୍ୱାରା ଜଣାଯାଏ, ତାହାକୁ ଅନୁଭାବ କହନ୍ତି। ସ୍ଥୂଳତଃ ସ୍ଥାୟୀ ଭାବର କରଣକୁ ବିଭାବ ଓ କାର୍ଯ୍ୟକୁ ଅନୁଭାବ ବୋଲାଯାଏ। ଏହି ଅନୁଭାବ ଦ୍ୱାରା ଅନ୍ତଃକରଣସ୍ଥ ସ୍ଥାୟୀ ଭାବ ଅନୁଭୂତ ହୁଏ। ଅନୁଭାବକୁ କାୟିକ, ମାନସିକ ଓ ସାତ୍ତ୍ୱିକ ଏହିଭଳି ତିନି ଭାଗରେ ବିଭକ୍ତ କରାଯାଏ। ତାପରେ ବ୍ୟଭିଚାରୀ ଭାବ। ବ୍ୟଭିଚାରୀ ଭାବକୁ ମଧ୍ୟ ସଞ୍ଚାରୀ ଭାବ ବୋଲି କୁହାଯାଏ। ସ୍ଥାୟୀ ଭାବର ମଝିରେ କେତେକ ଭାବ ଅଳ୍ପ କ୍ଷଣ ପାଇଁ ଆବିର୍ଭୂତ ହୋଇ ବିଲୀନ ହୋଇଥାନ୍ତି, ସେ ସବୁକୁ ବ୍ୟଭିଚାରୀ ଭାବ ବା ସଞ୍ଚାରୀ ଭାବ କୁହାଯାଇଥାଏ। ରସ ନିଷ୍ପତ୍ତିର ସିଦ୍ଧାନ୍ତ। ଉତ୍ପତ୍ତିବାଦ, ଅନୁମିତବାଦ, ଭୁକ୍ତିବାଦ, ଅଭିବ୍ୟକ୍ତିବାଦ। ତ ଇଏ ଥିଲା ଆମର ରସ। ତ ଆମେ ଦେଖିଲେ ରସ, ଇଏ ଥିଲା